हेलो पिलामाने जय जगन्नाथ। पिलामाने आज आम पढ़िबा झुलना बहिर बड़ किए। आस कहानी शुणिबा आम जीव जगत विषय रे। देख सिंहटीए झरणा पाखरे बरगछ तले शोइथिला। मशाटीए सिंह कान पाखरे ऊ ऊ हई उड़ी बुलिला। सिंह कहिला, मशा तू एठारू जा। मशा कहिला, ମୁଁ ଯିବି ନାହିଁ। ଆରେ ମୁଁ ତତେ ଡରେ ନାହିଁ ମ। ତାପରେ ଦେଖ ସିଂହର ରାଗ ହେଲା। ସେ ମଶା ଉପରକୁ ପଞ୍ଝା ଉଠେଇଲା। ମଶାଟି ଉଡ଼ିଗଲା। ସିଂହର ପଞ୍ଝା ତା ନିଜ ଗାଲରେ ବାଜିଲା। ସିଂହର ଗାଲରୁ ରକ୍ତ ବାହାରିଲା। ମଶା ପୁଣି ଉ ଉ ହୋଇ ଉଡ଼ି ବୁଲିଲା। ଦେଖ ଏଠି କ'ଣ ହେଲା ନା ସିଂହଟି ଶୋଇଥିଲା। କେଉଁଠି ନା ଗଛ ମୂଳରେ ଶୋଇଥିଲା। ଆଉ ମଶାଟି ଆସିକି ତା ପାଖରେ କ'ଣ କରୁଥିଲା ନା ହୁ ହୁ କରୁଥିଲା। ତ ରାଗରେ ସିଂହ କ'ଣ କଲା ନା ତାକୁ ବାଡ଼େଇବାକୁ ଚାହିଁଲା। ବାଡ଼େଇଲା ବେଳକୁ ତା ଗାଲରେ ହିଁ ବାଜିଲା ତା ପଞ୍ଝା। ପଞ୍ଝା ମାନେ କ'ଣ? ତା ହାତର ଆମର ଯେଉଁ ପାପୁଲି ତାର ହାତ ପଞ୍ଝା ହେଉଛି ତାର ସେଗୁଡ଼ାକୁ କ'ଣ କୁହନ୍ତି ନା ପଞ୍ଝା। ତ ତା ପଞ୍ଝା କେଉଁଠି ବାଜିଲା ନା ତା ଗାଲରେ ବାଜିଲା। ଦେଖ ତାପରେ ସିଂହଟି ରାଗରେ ଆଉ ଗୋଟେ ପଞ୍ଝା ଉଠାଇଲା। ଏଥର ବି ମଶାଟି ଉଡ଼ିଗଲା। ସିଂହର ପଞ୍ଝା ଯାଇ ଆର ଗାଲରେ ବାଜିଲା। ସିଂହ ଦେଖିଲା ସେ କିଛି କରିପାରିବ ନାହିଁ। ଚୁପଚାପ ସେଠାରୁ ଉଠି ପଳାଇଲା। ତାପରେ ଦେଖ ସିଂହଟି କ'ଣ ହେଲା ନା ଯେଉଁଠି ଶୋଇଥିଲା ସେଠି ମଶାଟି ତାକୁ ଶୋଇବା ପାଇଁ ଦେଲାନି। ବେଳକୁ ସିଏ ସେ ଜାଗାରୁ ଉଠିକି ପଳାଇଲା। ତାପରେ ଦେଖ ମଶାଟି ଯାଇ ପତ୍ରର ଉପରେ ବସିଲା। ସିଂହ ଶୁଣିଲା ଭଳି ସେ କହିଲା, କେହି କେବେ ଗର୍ବ କରିବା କଥା ନୁହେଁ। ଜଙ୍ଗଲର ପଶୁ କି ମଣିଷ ହେଉ ସମସ୍ତେ ନିଜ ନିଜ ଅନୁସାରେ ବଡ଼। ତେଣୁ ନିଜକୁ କେବେ ବଡ଼ ଭାବିବ ନାହିଁ। ଏଇଠି ବୁଝିପାରିଲ ପିଲାମାନେ କ'ଣ କହିଲା ନା କେହି କେବେ ନିଜକୁ ଗର୍ବ ଭାବିବ ନାହିଁ। ଗର୍ବ କରିବ ନାହିଁ ନିଜ ଉପରେ। ମୁଁ ହିଁ ବଡ଼ ବୋଲି, ମୋତେ ହିଁ ସବୁ ଜଣା ବୋଲି। କ'ଣ ପାଇଁ ନା ସମସ୍ତେ ସମସ୍ତଙ୍କ ଜାଗାରେ ସେମାନେ ବଡ଼, ସେମାନେ ନିଜକୁ ଗର୍ବ କରନ୍ତି। ବୁଝିହେଲା? ତାପରେ ଦେଖ କ୍ୱେଶ୍ଚିନ୍ ଆନ୍ସର୍ କରିବା। ଆସ କଥା ହେବା। ଗଛ ତଳେ କିଏ ଶୋଇଥିଲା? ଗଛ ତଳେ କିଏ ଶୋଇଥିଲା? କୁହ। ଗଛ ତଳେ କିଏ ଶୋଇଥିଲା ରେ? କିଏ ଶୋଇଥିଲା? ନା ସିଂହ ଶୋଇଥିଲା। ବୁଝିହେଲା? କିଏ ଶୋଇଥିଲା? ସିଂହ ଶୋଇଥିଲା। ତାପରେ ଦେଖ ସିଂହ କ'ଣ ପାଇଁ ମଶାକୁ ଗୋଡ଼ାଉ? କ'ଣ ପାଇଁ ନା ସେ ଶୋଇଥିଲା ସେଥିପାଇଁ। ସିଂହର ପଞ୍ଝା ବାରମ୍ବାର କେଉଁଠି ବାଜୁଥିଲା? ତା ଗାଲରେ ବାଜୁଥିଲା। ସିଂହ ଯିବା ପରେ ମଶା ବଣର ପଶୁପକ୍ଷୀଙ୍କୁ କ'ଣ କହିଲା? କ'ଣ କହିଥିବ? ନା ତାକୁ ସିଏ ଶୋଇବା ପାଇଁ ଦେଲା ନାହିଁ। ଆମ ନିଜ ଘର ପାଖରେ ଥିବା ମଶାଗୁଡ଼ିକୁ ଘଉଡ଼ାଇବା ପାଇଁ କ'ଣ କରିବା? କ'ଣ କରିବା ପିଲାମାନେ? ନା ମଶାରୀ ଟାଙ୍ଗିବା, ହଁ କି ନାହିଁ? ତାପରେ ଦେଖ ଆସ ଗାର ଟାଣି ଯୋଡ଼ିବା। କିଏ ବଡ଼ କିଏ ସାନ? ସିଂହଠାରୁ ଆକାରରେ ବଡ଼ ଜୀବକୁ ମଝିରେ ଥିବା ସିଂହ ଚିତ୍ର ସହ ଗାର ଟାଣି ଯୋଡ଼ିବା। ଦେଖ ସିଂହଠାରୁ ଆକାରରେ କିଏ ବଡ଼ ଅଛି? ହାତୀ ଅଛି କି ନାହିଁ? ଇଏ ଅଛି କି ନାହିଁ? ଘୋଡ଼ା ଅଛି, ଓଟ ଅଛି, ଜିରାଫ ଅଛି, ଅଛନ୍ତି କି ନାହିଁ? ହରିଣ ହେଲା। ତାପରେ ଦେଖ କେହି କେବେ ଗର୍ବ କରିବା କଥା ନୁହେଁ। ଏକଥା କାହାଣୀରେ କାହିଁକି କୁହାଯାଇଛି? କାହିଁକି ନା ପିଲାମାନେ ସମସ୍ତେ କ'ଣ ସମସ୍ତଙ୍କ ଜାଗାରେ ସେମାନେ ଠିକ୍, ହଁ କି ନାହିଁ? ମଶାକୁ ଘୋଡ଼ାଇବା ପାଇଁ ସିଂହ ପଞ୍ଝା ମାରିଲା। ଏହିପରି ତଳେ ଥିବା ପଶୁମାନେ କ'ଣ କରିବେ କୁହ? ଭାଲୁ କ'ଣ କରିବ? ଭାଲୁ ବି ତାକୁ ମାରିବା ପାଇଁ ଖୋଜିବ କି ନାହିଁ?
ବଳଦ କ'ଣ କରିବ? ତା ଲାଞ୍ଜ ଛାଟିବ କି ନାହିଁ? ଇଏ କ'ଣ କରିବ? ଇଏ ବି ତା ପଞ୍ଜା ଇଏ କରିବ। ମାଙ୍କଡ଼ ହାତୀ କ'ଣ କରିବ? ତାର ଲାଞ୍ଜ ଇଏ କରିବ। ବୁଝିହେଲା? ତାପରେ ଦେଖ ଶବ୍ଦର ଖେଳ। ଗପରେ କେଉଁଠି ଝ କ ପ ନ ଅକ୍ଷର ଅଛି ସେହି ଶବ୍ଦ ଗୁଡ଼ିକ ଚିହ୍ନି ପେନସିଲଟା ଗୋଲ ବୁଲାଅ। ଦେଖ କ'ଣ କରିବ? ଏଇଠି କ'ଣ କହିଛି? ଝ ଆଉ କ'ଣ ସ ଏଗୁଡ଼ାରେ ସବୁ କ'ଣ କରିବ ନା ଗୋଲ ବୁଲେଇବ। ହେଲା, ଗୋଲ ବୁଲେଇବ। ତାପରେ ଦେଖ ଏମିତି ଯେଉଁ ଅଛି ଦେଖିକି ଗୋଲ ବୁଲେଇବ। ଝ କ ପ ନ ସରି ସ ହବନି, କ ହବ, ପ ହବ, ନ ହବ। ଚିତ୍ର ଦେଖି ବିନ୍ଦୁ ଗୁଡ଼ିକ ଯୋଡ଼। ଦେଖ ଏଠି କ'ଣ କରିବ ନା ଏମିତି ଏମିତି ଯୋଡ଼ିବ। ସବୁ ବିନ୍ଦୁ ଗୁଡ଼ାକ ଯୋଡ଼ି ଦେବ। ହେଲା, ତାପରେ ଦେଖ ଆସ ଶବ୍ଦରୁ ଝ କ ପ ନ ଅକ୍ଷର ଚିହ୍ନିବା ଓ ଗୋଲ ବୁଲେଇବା। ଦେଖ ଏଇ ଅକ୍ଷରରୁ ଝ କୋଉଟା? ଏଇଟା ହଁ କି ନାହିଁ? ଏଗୁଡ଼ାକ ଦେଖିକି କ'ଣ କରିବ? ତମେ ଗୋଲ ବୁଲେଇବ। ଏଠି କ ଗୁଡ଼ାକୁ ଗୋଲ ବୁଲେଇବ। ମଝିରେ ହବ। ଦେଖ ମଝିଟା ହେଲା। ତାପରେ ଦେଖ ଏଠି କ'ଣ କହିଛି? ପରେ ଗୋଲ ବୁଲେଇବ। ଏଠି ହବନି, ନରେ ଗୋଲ ବୁଲେଇତେ କହିଛି। ସରି ଏଠି ନ, ଏଠି ବି ନ, ଏଠି ବି ନ। ହେଲା, ତାପରେ ଦେଖ ଏଠି କ'ଣ ଲେଖିବ? ଏଠି ଝ ଲେଖା ହେଇଛି। ଯେମିତି ଲେଖା ହେଇଛି ସେମିତି ତାକୁ ଲେଖିଦେବ। ହେଲା, ତାପରେ ଦେଖ ଏଠି କ'ଣ ଲେଖା ହେଇଛି? ଏଠି କ ଲେଖା ହେଇଛି। କ ଯେମିତି ଲେଖା ହେଇଛି ସେମିତି ଏଠି କ ଲେଖିଦେବ। ତାପରେ ଦେଖ ଏଠି କ'ଣ ଲେଖା ହେଇଛି? ପ ସେମିତି ଲେଖିବ। ପ ଏଠି ନ ଯେମିତି ଲେଖା ହେଇଛି ସେମିତି ଦେଖିକି ଯୋଡ଼ିକି ଲେଖିଦେବ। ତାପରେ ଦେଖ ଏଠି କ'ଣ ଅଛି? ସାରଣୀରେ ଅକ୍ଷର ସହ ମାତ୍ରା ଯୋଡ଼ି ଲେଖିବା ଆଉ ପଢ଼ିବା। ଦେଖ ଏଠି କ'ଣ ଅଛି? ଆକାର ମାନେ ଏଠି କ'ଣ ହେଇଯିବ? ଚା ଟା ମା। ତାପରେ କ'ଣ ଅଛି? ଦେଖ ଏଠି ହେଇଯିବ ରା। ହେଲା, ତାପରେ ଦେଖ କ'ଣ କରୁଛି? ତଳ ଶବ୍ଦ ଗୁଡ଼ିକ ପଢ଼ିବା। ଏଠି କ'ଣ ଲେଖା ଅଛି? ପର, ଝର, କର, ନର, କନକ, ପାରା, ନାଚ, ଝରକା, ପରଟା। ତାପରେ ଦେଖ ଆସ ପଢ଼ିବା। ଏଠି କ'ଣ ଲେଖା ହେଇଛି ରେ? ଅମର ନାଚ, ଝର କଲମ। ତାପରେ ଦେଖ ଗରମ ପରଟା, କଟକ ନଗର। ଗଛରେ ଝଡ଼ୁଥିବା ପଶୁମାନଙ୍କୁ ଗଛ ପାଖକୁ ଗାର ଟାଣ। ଗଛରେ ଚଢ଼ୁଥିବା ଦେଖ କିଏ ଚଢ଼ିବ? ଇଏ ଚଢ଼ିବ କି ନାହିଁ? ଇଏ ଚଢ଼ିବ, ଇଏ ଚଢ଼ିବ। ଆଉ କିଏ ଚଢ଼ିବେ କି? ବିଲୁଆ। ତାପରେ ଦେଖ ପଢ଼ିବା କାହାଣୀ ବଡ଼ କିଏ 5ଟି ଶବ୍ଦ ବାଛି ଲେଖ। ପଢ଼ିଥିବା କାହାଣୀର ବଡ଼ କିଏରୁ 5ଟି ଶବ୍ଦ ବାଛି ଲେଖିବ। ପିଲାମାନେ ସିଂହ। ପିଲାମାନେ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିଦେବ। ଜୟ ଜଗନ୍ନାଥ।